ଆଜି ଶୁଣିବା ନାଟକ ବାବାଜୀ। ନାଟ୍ୟକାର ଜଗନ୍ମୋହନ ଲାଲା। ଭାଗ ତୃତୀୟ। ପୂର୍ବ ଅଧ୍ୟାୟରେ ଆମେ ଏହି ନାଟକର ତୃତୀୟ ଅଙ୍କଟି ଶୁଣୁଥିଲେ। ସେହି ତୃତୀୟ ଅଙ୍କର କିଛି ଅଂଶ ବାକି ରହିଯାଇଛି, ଯାହାକୁ ଆଜି ଆମେ ଏହି ଭାଗଟିରେ ଶୁଣିବା। ଶିବମିତ୍ର ଓ ଜେମ୍ସ ଦଳେଇର ପ୍ରବେଶ। ଜେମ୍ସ: କାହିଁ ବାବାଜୀ ତ ନାହାନ୍ତି, ସେ ସ୍ତ୍ରୀମାନଙ୍କ ସାଙ୍ଗରେ ଗଲେ କି? ହେଲା, ବାବାଜୀଙ୍କ କଥା ଜଣା ପଡ଼ିଲା। ଭଣ୍ଡ ବାବାଜୀଟାଏ, ତୁଚ୍ଛାକୁ ଏତେ ବାଟ ମାପିଲୁ। ଶିବ: ନା ନା, ସେ ପ୍ରକାର ଭଣ୍ଡ ବାବାଜୀ ନୁହନ୍ତି। ତାଙ୍କ କଥା ଅତି ଚମତ୍କାର। ତାଙ୍କୁ ଉପହାସ ବା ନିନ୍ଦା କରନା। କେହି କେହି ସାଧୁଙ୍କର ଏପରି ଶକ୍ତି ଥାଏ ଯେ ସହସ୍ର କ୍ରୋଶ ଅନ୍ତରରେ ତାଙ୍କର ପ୍ରସଙ୍ଗ ପଡ଼ିଲେ ସେ ସେହି କ୍ଷଣି ଜାଣିପାରନ୍ତି। ଏ ବାବାଜୀ ସେପରି ଶକ୍ତି ଦ୍ୱାରା ତୋର ଉପହାସ ଜାଣିପାରିଲେ ବଡ଼ ବିଷମ ହେବ। ଜେମ୍ସ: ତେବେ ସେ କୁଆଡ଼େ ଗଲେ? ଏତେ ବାଟ ଆସି କ'ଣ ବାହୁଡ଼ି ଯିବା? ଶିବ: ନା, ଯିବା ନାହିଁ, ଦଣ୍ଡେ ଅପେକ୍ଷା କରିବା। ବୋଧହୁଏ ସେ ବାହାରକୁ ଯାଇଥିବେ, ଏହି କ୍ଷଣି ଆସିବେ। ଏ ସ୍ଥାନର ଶୋଭା ଦିକ୍। ଆହା, କେମନ୍ତ ମନୋରମ୍ୟ ହୋଇଛି। ଚନ୍ଦ୍ର କିରଣରେ କେଡ଼େ ସୁନ୍ଦର ଦିଶୁଛି। ବାବାଜୀ ଆଚ୍ଛା ସ୍ଥାନଟିଏ ମନୋନୀତ କରିଛନ୍ତି। ସେ ଯାଆନ୍ତୁ, ଆମର ଦିନ ଏଠାରେ ମୌଜ କରିବା। ସବୁ ଫ୍ରେଣ୍ଡସ୍କୁ ବା ସାଙ୍ଗମାନଙ୍କୁ ଆଣିବା, ରାଧିକୁ ଆଣିବା। ସେ ଏବେ ବେଶ୍ ଗାଉଛି, କେମନ୍ତ ମଜା ହେବ। ଜେମ୍ସ: ଯୋଉ ମଜା ହେବ ଭାଇ, ତା କାହିଁକି କହୁଛୁ? ମୌଜକୁ ତ ସ୍ଥାନ ଇଏ। ରାଧି, ଜେମି ଦୁହିଁଙ୍କୁ ଆଣିବା। ଜଣେକେ କିଛି ଜମିବ ନାହିଁ। ନା, ବଜା ହେବ ନାହିଁ। କଣ୍ଟ୍ରି ଓ ଏକ୍ସୋ, ଦେଶସୁରା ଓ ବ୍ରାନ୍ତି, ଏ ଦୁଇ ରକମ ଆଣିବାକୁ ହେବ। ଏସବୁ ନହେଲେ କିଛି ମଜା ହେବ ନାହିଁ। ଶିବ: ତା ନହେଲେ ଆଉ କ'ଣ ହେବ? ୱାଇନ୍ ଆଣ୍ଡ ରୋମାନ୍ ଆର୍ ଦ ଟୁ ଥିଙ୍ଗସ୍ ଇନ୍ ଦ ୱାର୍ଲ୍ଡ। ସୁରା ଓ ସ୍ତ୍ରୀ ସଂସାରର ସାର। ଆରେ, ଆଜି ଜେମି ଓ ରାଧିର ଗାଉଣା ହବାର ଥିଲା। ଏଠାକୁ ଆସିବାର ହେବାରୁ ମନା କରି ପଠାଇଲି। ଜେମ୍ସ: ଆଜି ନହେଲା ନାହିଁ, ସେଦିନ ମନ ଇଚ୍ଛା ସବୁ ହେବ। ହେଇ, ବାବାଜୀ ଆସିଛନ୍ତି। ବାବାଜୀଙ୍କର ପ୍ରବେଶ। ବାବାଜୀ: ମଙ୍ଗଳ ହେଉ ବାବା। କୁଆଡ଼େ ଆସିଲ ହେଲା? ଶିବ: ଆପଣଙ୍କର ଚରଣ ସେବାକୁ ଆସିଲୁ। ବାବାଜୀ: ଆପଣଙ୍କର ନିବାସ? ଶିବ: ବଙ୍ଗଦେଶ ଆମର ମାତୃଭୂମି, କିନ୍ତୁ ଆମ ପିତାଙ୍କର ଏଠାରେ ଚାକିରି ହେବାରୁ ସେହି ସମୟରୁ ଏ ଦେଶରେ ରହିଅଛୁ। ଆମର ମଧ୍ୟ ଚାକିରି ଅଛି। ବାବାଜୀ: ଏ ବାବୁ କ'ଣ ଏହିପରି ଚାକିରି ଛଳରେ ଏଠାରେ ରହିଛନ୍ତି? ଶିବ: ଆଜ୍ଞା ନା, ସେ ଦେଶିଆ। ଓଡ଼ିଆ ତାଙ୍କର ଚାକିରି ଥିଲା, ବର୍ତ୍ତମାନ ନାହିଁ। ବାବାଜୀ: କେମନ୍ତ? ସେ ଓଡ଼ିଆ, ଠିକ୍ ବଙ୍ଗାଳୀ ପରି ଦିଶୁଛନ୍ତି। କର୍ଣ୍ଣରେ କ'ଣ? ବର୍ଣ୍ଣରେ କ'ଣ? ଶିବ: ସେ କିରସ୍ତାନ। ବାବାଜୀ: ସେ ଆପଣ ହିନ୍ଦୁ ପରା? ଶିବ: ଆଜ୍ଞା। ଜେମ୍ସ: ନାହିଁ ମହାରାଜ, ସେ ହିନ୍ଦୁ ନୁହେଁ, ନା ମୁସଲମାନ ନୁହେଁ, କିରସ୍ତାନ ନୁହେଁ, ନା ବ୍ରହ୍ମଜ୍ଞାନ ନୁହେଁ। ତାହାର କିଛି ଠିକ୍ ନାହିଁ। ଶିବ: ନାହିଁ ମହାରାଜ, ମୁଁ ହିନ୍ଦୁ। ସେ କ'ଣ ଜାଣେ? ଆପଣମାନେ କିରସ୍ତାନଙ୍କ ପ୍ରତି ବିରକ୍ତ ଥାନ୍ତି। ସେ କିରସ୍ତାନ ବୋଲି ମୁଁ କହିବାରୁ ସେ ମୋ ଉପରେ ଚିଡ଼ି ଏପରି କହୁଛି। ବାବାଜୀ: ନାହିଁ, କିରସ୍ତାନଙ୍କ ପ୍ରତି କାହିଁକି ବିରକ୍ତ ହେବା? ସେମାନଙ୍କ ମଧ୍ୟରେ ସୁଦ୍ଧା ଜ୍ଞାନୀ ଓ ଧର୍ମଶୀଳ ବ୍ୟକ୍ତି ଥାନ୍ତି। ଜେମ୍ସ: ହଁ ମହାରାଜ, ମୁଁ କିରସ୍ତାନ ହେଲେ କ'ଣ ହେଲା? ମୁଁ ସବୁ ମାନେ। ମୁଁ ସେପରି ହୁଡ଼ କିରସ୍ତାନ ନୁହେଁ। ଯୋଡ଼ହସ୍ତ ହେଇ, ମହାରାଜ, ଆମେ କିଛି କାମନାରେ ଆସିଛୁ। ବାବାଜୀ: ଦୁଇ ଏକଦଣ୍ଡ ପୂର୍ବେ ଆପଣମାନେ ତୋଟାର ସେ ପାଖକୁ ଆସିଥିଲେ କି? ଜେମ୍ସ: ଆଜ୍ଞା। ଆପଣଙ୍କ ଦର୍ଶନକୁ ଆସିଥିଲୁ, ପୁଣି ଟିକିଏ ନଦୀ ଦେଖିବାକୁ ଚାଲିଗଲୁ। ବାବାଜୀ: ଆମ ଦ୍ୱାରା ତୁମର କି କାମନା ସିଦ୍ଧ ହୋଇପାରେ? ଜେମ୍ସ: ଆପଣଙ୍କ ମହିମାରେ ସବୁ ହୋଇପାରେ। ବାବାଜୀ: ଆମେ ତ ମନୁଷ୍ୟ ମାତ୍ର, ଆମର କି ମହିମା? ଶିବ: ମହାରାଜ, ତାହା କହିଲେ ଆମେ କି ମାନିବୁ? ସିଦ୍ଧ ପୁରୁଷ ସାଧୁଙ୍କର ମହିମା ହୁଏ, ଏହା ଅନେକ ଶୁଣାଅଛି ଓ ଦେଖାଅଛି। ବାବାଜୀ: କ'ଣ ଦେଖିଛ କହିଲ? ଶିବ: ବର୍ଷେ ହେବ ଜଣେ ପରମହଂସ ଆମ ଘରଠାରେ ପ୍ରବେଶ ହେଲେ। ତାଙ୍କର ଭୋଜନର ଆୟୋଜନ ହେଲାରୁ ସେ ଆସନରେ ବସି ଆପଣା ତାଳ ଉପରେ ହାତ ମାରି ଦିଅନ୍ତି। ମୂର୍ତ୍ତିଏ ଶାଳଗ୍ରାମ ତାଙ୍କ ପାଟି ଭିତରୁ ବାହାରି ପଡ଼ିଲେ ସେ ଶାଳଗ୍ରାମକୁ ପୂଜା କରି ଭୋଗ ଦେଇ ମୁଖ ମଧ୍ୟରେ ରଖିଦିଅନ୍ତି। ଶାଳଗ୍ରାମ ତାଙ୍କର ମସ୍ତିଷ୍କ ଅର୍ଥାତ୍ ମଗଜ ମଧ୍ୟକୁ ଚାଲିଗଲେ। ସେ ପ୍ରତିଦିନ ଏହିପରି କରନ୍ତି। ମୋର ଦାଦା ପ୍ରାୟ ନାସ୍ତିକ, ବାବାଜୀଙ୍କ ଉପରେ ବଡ଼ ଚିଡ଼ନ୍ତି, କିନ୍ତୁ ପରମହଂସଙ୍କର ଏପରି ମହିମା ଦେଖି ତାଙ୍କୁ ଅତି ସମ୍ମାନ କଲେ ଏବଂ ବସ୍ତ୍ର ଇତ୍ୟାଦି ଦେଇ ବିଦାକି କଲେ। ମନୁଷ୍ୟର ମହିମା ନ ହୁଏ କିପରି?
ବାବାଜୀ, ଆମେ ସେପରି ସିଦ୍ଧ ପୁରୁଷ ନୋହୁ, ଆମେ ତ ଭଣ୍ଡ ବାବାଜୀ, ଆମର କି ମହିମା? ଶିବ, ଏଡ଼େ ମୂର୍ଖ କିଏ ଅଛି ଯେ ସେ କହିବ ଆପଣ ଭଣ୍ଡ ବାବାଜୀ, ଆପଣଙ୍କର କିଛି ମହିମା ନାହିଁ? ବାବାଜୀ, ତୁମେମାନେ କହିଛ କିମ୍ବା ତୁମ ମନରେ ଏପରି ବୈଗୁଣ୍ୟ ଜନ୍ମିଛି? ଶିବ, ଆମ ମନରେ ଏପରି ବୈଗୁଣ୍ୟ ଥିଲେ କି ରାତ୍ର କାଳରେ ଏତେ ବାଟ ଆସିଥାନ୍ତୁ? ବାବାଜୀ, ଏଠାକୁ ଆସିବାର ଉତ୍ତାରେ ବୈଗୁଣ୍ୟ ଜାତ ହେଲା, ଆମକୁ ତାହା ଗୋଚର ହୋଇଛି। ଶିବ ଜେମ୍ସ ପ୍ରତି, ଦେଖ ମୁଁ କ'ଣ କହୁଥିଲି, ଏବେ ସମ୍ଭାଳ, ତୁ ଯୋଉଠି ଥିବୁ ସବୁ ବିଗାଡ଼ି ଦେବୁ। ହଁ ମହାରାଜ, ଏ ବାବୁ ସେପରି କିଛି କଥା କହି ଏହିଠାରେ କହିଥିଲେ, କିନ୍ତୁ ମୁଁ ତତ୍କ୍ଷଣାତ୍ ଟୋକି ଦେଇଛି ସେ କିରସ୍ତାନ, ତାଙ୍କର ସେତେଦୂର ଜ୍ଞାନ ନାହିଁ। କିରସ୍ତାନମାନେ ସାଧୁସନ୍ତଙ୍କୁ ଗୁଣ କ'ଣ ଜାଣନ୍ତି, ତାଙ୍କ କଥା ଧର୍ତ୍ତବ୍ୟ ନୁହେଁ। ଯାହା ହେଉ ଆମର ଦୋଷ ହୋଇଛି, ଦୟା ବହି ଦୋଷ କ୍ଷମା କରନ୍ତୁ। ଜେମ୍ସ, ମହାରାଜା, ମୁଁ ବଡ଼ ଅପରାଧ କରିଛି, ଆପଣ ଦୟାଶୀଳ ଅତି ମହାନ କ୍ଷୁଦ୍ର ଜୀବର ଦୋଷ କ୍ଷମା ନ କଲେ ଆଉ କିଏ କ୍ଷମା କରିବ? ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଛରାଇ ପାଦ ତଳେ ପଡ଼େ, ମୋ ଦୋଷ କ୍ଷମା କରନ୍ତୁ ମହାରାଜ। ବାବାଜୀ, ଉଠ ଉଠ ବାବା, ଆମେ ତୁମ ଦୋଷ କ୍ଷମା କଲୁ, ତୁମମାନଙ୍କର କି କାମନା? ଶିବ, ଆପଣ କ'ଣ ତାହା ଜାଣିନଥିବେ ଯେ ଆମେ କହିବୁ କାହିଁକି? ବାବାଜୀ, ହଁ, ତୁମ କାମନା ବିଷୟ ମଧ୍ୟ ଆମକୁ ଗୋଚର ହୋଇଛି। ତୁମର ପିତା ବାତ ରୋଗରେ ଅତି ପୀଡ଼ିତ ଥିବାରୁ ତାଙ୍କର ଆରୋଗ୍ୟ ସକାଶେ ତୁମର କାମନା, ଏ ବାବୁଙ୍କର ଚାକିରିର କାମନା। ଜେମ୍ସ, ଅହୋ, ମହାରାଜାଙ୍କର ଏପରି ମହିମା, ମୁଁ ଚଣ୍ଡାଳ କ'ଣ କହୁଥିଲି? ଶିବ, ଆରେ ଏ ତ ସାମାନ୍ୟ କଥା, ଆଉ ଯେ ପ୍ରସଙ୍ଗ ଶୁଣିଛେ ତା କେଡ଼େ ଚମତ୍କାର। ବାବାଜୀ, କ'ଣ ଶୁଣିଛ କହିଲ, ସଂକ୍ଷେପରେ କହିବ। ଶିବ, ଆପଣ ମଲାରନ୍ଧା କୁକୁଡ଼ାକୁ ବଞ୍ଚାଇ ଦେବା ହେଲେ ସେ ପୁଣି ଜଣେ ମନୁଷ୍ୟର ପ୍ରାଣ ନେବାକୁ ବସିଲା, ଏହା କି ସାମାନ୍ୟ କଥା? ବାବାଜୀ, ଆଉ ଆମେ ସହିପାରିବୁ ନାହିଁ, ଏହି କ୍ଷଣି ଦୁଇଜଣ ମୂର୍ଖ ସ୍ତ୍ରୀ ସେହିପରି କହୁଥିଲେ, ତୁମେ ବିଦ୍ୟାବନ୍ତ ବ୍ୟକ୍ତି ହୋଇ ସେହିପରି କହୁଛ? ବୁଦ୍ଧି ଓ ଜ୍ଞାନ ପାଇଁ ବିଦ୍ୟା ଶିକ୍ଷା, କିନ୍ତୁ ତୁମମାନଙ୍କର ଜ୍ଞାନ ବୁଦ୍ଧି କିଛି ଦେଖୁନାହିଁ, ଯାହା ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ ବଚନେ। ଏପରି ଅସମ୍ଭବ କଥା ଶୁଣିଲା ମାତ୍ରକେ ତହିଁରେ ବିଶ୍ୱାସ କଲ, ପୁଣି ତା କହୁଛ, ବଡ଼ ଆଶ୍ଚର୍ଯ୍ୟ। ବୁଝିଲ, ତାହା ସମ୍ପୂର୍ଣ୍ଣ ମିଥ୍ୟା, ମନୁଷ୍ୟର ଅଲୌକିକ ମହିମା କଦାପି ହୋଇ ନପାରେ। ଜେମ୍ସ, ତେବେ ଆପଣ ଆମ କାମନା କିପରି ଜାଣିପାରିଲେ? ଆମର ନାମ ସୁଦ୍ଧା ଏପର୍ଯ୍ୟନ୍ତ କହିନାହୁଁ କିମ୍ବା ଆମ ମନ କଥା ଅନ୍ୟ କାହାରିଠାରେ ପ୍ରକାଶ କରିନାହୁଁ। ଏ ଅବସ୍ଥାରେ ଆପଣ ମହିମା ବା କର୍ଣ୍ଣ ପିଶାଚ ବିଦ୍ୟା ବଳରେ ଆମ ମନ କଥା ଜାଣିଥିବେ, ସନ୍ଦେହ ନାହିଁ। ବାବାଜୀ, କର୍ଣ୍ଣ ପିଶାଚ ବିଦ୍ୟା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ଯେ ଦୁଇଜଣ ବେଶ୍ୟା ଆସିଥିଲେ ସେମାନେ କହୁଥିଲେ କି ଜଣେ ବଙ୍ଗାଳୀ ବାବୁ ଆସିବେ, ତାଙ୍କର ପିତା ବାତ ରୋଗରେ ଅତି ପୀଡ଼ିତ ଅଛନ୍ତି। ଏ ବାବୁ ତୁମର ପରିଚୟ ଦେଲାବେଳେ କହିଥିଲେ ଯେ ତୁମର ଚାକିରି ଥିଲା, ବର୍ତ୍ତମାନ ନାହିଁ। ଏତିକି ସଂକେତରୁ ଆମେ ବୁଦ୍ଧି ବଳରେ ତୁମ କାମନା କଥା ଅନୁମାନ କରି କହିଲୁ। ଜେମ୍ସ, ଆଚ୍ଛା, ମୋ ମନର ବୈଗୁଣ୍ୟ ବିଷୟ କିପରି ଜାଣିଲେ? ତାହା ତ ଦୁଇ କାନରୁ ଅଧିକ ହୋଇନାହିଁ କିମ୍ବା ତହିଁରେ କିଛି ସଂକେତ ପାଇନାହାନ୍ତି। ଆପଣ ମୋତେ ଭୁଲେଇଲେ କି ମୁଁ ଭୁଲିବି? ଦୋହି ମହାରାଜ, ଆମ ଉପରେ ଟିକେ ପ୍ରସନ୍ନ ହୁଅନ୍ତୁ। ବାବାଜୀ, ତୁମ ମନର ବୈଗୁଣ୍ୟ କଥା ମଧ୍ୟ ଆମେ ଅନୁମାନ କରି କହିଲୁ। ତୁମେ ଯେତେବେଳେ ତୋଟାର ସେ ପାର୍ଶ୍ୱକୁ ଆସିଥିଲ, ତେତେବେଳେ ଆମ ନିକଟରେ ସ୍ତ୍ରୀ ଲୋକ ଅବଶ୍ୟ ଦେଖିଥିବ। ପୁନର୍ବାର ଆସିଲା ବେଳକୁ କାହାରିକୁ ନ ଦେଖିଲ। ଆମର ଆଚରଣ ତୁମକୁ ଜଣାନାହିଁ ଓ ତୁମର ମନ ଦୁର୍ବଳ ଓ ଅପରିଷ୍କୃତ। ଏ ଅବସ୍ଥାରେ ତୁମ ମନରେ ବୈଗୁଣ୍ୟ ଜମିଥିବ, ଏହା ଭାବି ଆମେ କହିଥିଲୁ, ଦୈବୀ ତାହା ଠିକ୍ ଘଟିଲା। ଏହି ପ୍ରକ୍ଷେପରେ ଶଠ ସାଧୁମାନେ ଲୋକଙ୍କୁ ଭଣ୍ଡନ୍ତି। ଏହା ତୁମକୁ ପ୍ରତ୍ୟକ୍ଷ ଦେଖାଇବା ପାଇଁ ଆମେ ପ୍ରଥମେ କପଟ କରି ଏପରି ଭଙ୍ଗୀରେ କହିଥିଲୁ। ଏହି ପ୍ରକାର ସବୁ ଜାଣିବ, ମହିମା କର୍ଣ୍ଣ ପିଶାଚ ବିଦ୍ୟା ସମ୍ପୂର୍ଣ୍ଣ ମିଥ୍ୟା। ଶିବ, ଆଚ୍ଛା, ସେ ପରମହଂସ ମୂର୍ତ୍ତି ଏ ଶାଳଗ୍ରାମ ମୁଖରୁ ବାହାର କରନ୍ତି କିପରି? ବାବାଜୀ, ବାଜିକର କେଳା ମୁଖରୁ ଅବିର ଓ ଟଙ୍କା ପଇସା ବାହାର କରେ କିପରି? ଜଣେ ଇଂରେଜ ବାଜିକର ଟୋପି ମଧ୍ୟରୁ ଏତେ ଗୁଣ୍ଡିଏ ପେଣ୍ଡୁ ବାହାର କଲା ଯେ ସେ ସବୁ ପୁଣି ଟୋପିରେ ପୁରାଇଲା ବେଳକୁ ତହିଁରେ ସ୍ଥାନ ନ ହେଲା। ସେ ପରମହଂସ ମୁଖରୁ ଗୋଟିଏ ଶାଳଗ୍ରାମ ବାହାର କରିବାର କି ଆଶ୍ଚର୍ଯ୍ୟ! ଏହା କୁହୁକ ଅଟେ, ମହିମା ନୁହେଁ। ତାହାର ଏପରି ମହିମା ଥିଲେ ସେ ଦ୍ୱାର ଦ୍ୱାର ବୁଲନ୍ତା ନାହିଁ। ଶିବ, ଆଜ୍ଞା, ତାହା କୁହୁକ ହୋଇପାରେ। ଜେମ୍ସ, ହଉ, କୁହୁକ ହେଲେ କ'ଣ ହେଲା? ମନ୍ତ୍ର ବଳ ତ ହେଲା, ମନ୍ତ୍ର ଯୋଗେ କୁହୁକ ହୁଏ ଓ ମହିମା ମଧ୍ୟ ହୁଏ। ବାବାଜୀ,
ଓହୋ, ଏ ବାବୁଙ୍କର ତ ଭାରି ଭ୍ରମ। କୁହୁକ ମନ୍ତ୍ର ବଳରେ ହୁଏ ନା, କିମ୍ବା ମନ୍ତ୍ରର କିଛି ବଳ ନାହିଁ। ମନ୍ତ୍ରର ବଳ ଥିଲେ ବାବାଜୀର କେଳା 2-4 ଅଣା ପାଇଁ ଦ୍ୱାର ଦ୍ୱାର ନ ବୁଲି ମନ୍ତ୍ର ବଳରେ ଟଙ୍କା କଉଡ଼ି ଟାଣି ଆଣୁଥାନ୍ତା। ବାସ୍ତବରେ କେତେ କୁହୁକ ଚତୁରତା ଓ ଚଞ୍ଚଳତା ଦ୍ୱାରା ହୁଏ, କେତେକ ଦ୍ରବ୍ୟ ଗୁଣରେ ହୁଏ, କେତେକ କଳ କୌଶଳେ ଓ ଯନ୍ତ୍ର ସହାୟତାରେ ହୁଏ। ଇଂରେଜମାନେ ମନ୍ତ୍ର ମାନନ୍ତି ନାହିଁ କିମ୍ବା ଜାଣନ୍ତି ନାହିଁ। ସେମାନେ କିପରି କେଙ୍କାଳଙ୍କଠାରୁ ଅଧିକ ଚମତ୍କାର କୁହୁକ ଦେଖାନ୍ତି। ଆମେ ଗୋଟିଏ କୁହୁକ ତୁମକୁ ବୁଝାଇ ଦେଉଛୁ, ଶୁଣ। ରବର ନାମରେ ଏକ ପ୍ରକାର ଅଠାବତ୍ ଦ୍ରବ୍ୟ ଅଛି। ତାହା ଟାଣିଲେ, ବଢ଼ଇ ଚିପିଲେ ଜାକି ହୁଏ। ତହିଁରେ ପୋଲା ପେଣ୍ଡୁ ଚିପା ହୋଇ ତହିଁରେ ଲୁଗା ମଧ୍ୟରେ ପଶିଯାଏ। ସେ ପେଣ୍ଡୁରେ ରନ୍ଧ୍ର ଥାଏ। ତାହା ଲୁଗା ମଧ୍ୟରୁ ବାହାର କଲେ ବାୟୁ ସହାୟତାରେ ତାହା ଫୁଲି ନିନ୍ଦା ପେଣ୍ଡୁ ପ୍ରାୟ ଦିଶେ। ସେ ପରମହଂସ କଳା ରଙ୍ଗର ସେହିପରି ରବର ପେଣ୍ଡୁକୁ ପାଟି ମଧ୍ୟରେ ପୂର୍ବରୁ ଜାକି ରଖିଥିଲା। ତୁମ ସାକ୍ଷାତରେ ତୁଣ୍ଡରୁ ବାହାର କଲାରୁ ତାହା ଫୁଲି ଶାଳଗ୍ରାମ ତୁଲ୍ୟ ଦୃଶ୍ୟ ହେଲା। ପୁଣି ତାହା ମୁହଁ ମଧ୍ୟରେ ପୂରାଇ କଳରେ ଜାକି ରଖିଲେ ପଶ୍ଚାତ୍ ବାହାର କରି ଗଣ୍ଠିରେ ମଧ୍ୟ ରଖିଥିବ। ଏହି ପ୍ରକାର ସୂତ୍ରରେ ସବୁ କୁହୁକ ହୁଏ। ବୁଝିଲ? ଶିବ: ହଁ ମହାରାଜ, ବୁଝିଲୁ। ବାବାଜୀ: କୌଣସି ଧର୍ମରେ ତୁମର ବିଶ୍ୱାସ ହେଉନାହିଁ। ସର୍ବକର୍ତ୍ତା ଈଶ୍ୱରଙ୍କଠାରେ ମତି ହେଉନାହିଁ। ଅସମ୍ଭବ କଥାରେ ବିଶ୍ୱାସ ହେଉଛି ଓ ଅଳିକ ଓ ଆମୋଦ ପ୍ରମୋଦରେ ମତି ରହିଛି। ବଡ଼ ଆଶ୍ଚର୍ଯ୍ୟ ଓ ଦୁଃଖର ବିଷୟ, ତୁମେ ହିନ୍ଦୁ ଧର୍ମର ସାର କଥାରେ ଅବିଶ୍ୱାସ କରି ସେ ଧର୍ମ ତ୍ୟାଗ କଲ। ମାତ୍ର ଅସାର କଥାରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ଅଜ୍ଞାନତା ଓ କୁସଂସ୍କାର ଲେଶ ମାତ୍ର ଯାଏ ନାହିଁ। ଜ୍ଞାନ ଧର୍ମ ଶିକ୍ଷା କରି ମନୁଷ୍ୟ ଜନ୍ମ ସଫଳ କର। ଏଥିରେ ତୁମମାନଙ୍କର ପ୍ରକୃତ ମଙ୍ଗଳ ହେବ। ଆଚ୍ଛା, ବର୍ତ୍ତମାନ ଆସ, ତୁମର ଦଣ୍ଡବତୀ ଫେରିନିଅ। ଶିବ: ଆପଣଙ୍କୁ ଦେଇଛୁ, ଆଉ କାହିଁକି ଫେରିନେବୁ? ବାବାଜୀ: ଟଙ୍କା କଉଡ଼ିରେ ଆମର କିଛି କାର୍ଯ୍ୟ ନଥାଏ। ଆମର ତା କ'ଣ ହେବ? ତୁମର ଅଛି, କିଛି କାର୍ଯ୍ୟରେ ଆସିପାରେ। ନିଷ୍ପ୍ରୟୋଜନରେ ଦବା ନେବାର ଉଚିତ ନୁହେଁ। ଆମେ ନେବୁ ନାହିଁ, ତୁମେ ଫେରିନିଅ। ଜେମ୍ସ: ବାବାଜୀ ତ ଆମ ପାଦରେ ସାହେବ ପରି ବୁଝାଇଲେ। କୁସଂସ୍କାର ବିଷୟରେ ସାହେବ ଯାହା କହନ୍ତି ତାହା ସତ ଅଟେ। ଶିବ ଓ ଜେମ୍ସ ପ୍ରଣାମୀ ଫେରାଇ ନେଇ, ଆଚ୍ଛା ମହାରାଜ, ଆମେ ଆସୁଛୁ। ଦଣ୍ଡବତ। ବାବାଜୀ: ମଙ୍ଗଳ ହେଉ। ଧର୍ମରେ ମତି ଓ ଈଶ୍ୱରଙ୍କଠାରେ ଭକ୍ତି ହେଉ। ଶିବ ଓ ଜେମ୍ସଙ୍କର ପ୍ରସ୍ଥାନ। ଆନନ୍ଦ ପୂଜାରୀର ପ୍ରବେଶ। ବାବାଜୀ: କିରେ ବାବା, ପୁଣି କାହିଁକି? ପୂଜାରୀ: ମହାରାଜ, ଆଜି ମୁଁ ବଡ଼ ଅପରାଧ କରିଛି। ଆପଣ ଆସିଲା ବେଳୁ ମୋ ମନ ଯେପରି ସନ୍ତାପିତ ହେଇଛି ତାହା ମୋ ମନ ହିଁ ଜାଣେ। ଆପଣଙ୍କୁ ଭୋଜନ ନ କରାଇଲେ ମୋ ମନ ସ୍ଥିର ହେବ ନାହିଁ। ଠାକୁରଙ୍କର ପ୍ରସାଦ ଆଣିଛି, ଆପଣ ଅନୁଗ୍ରହ କରି ଏହା ଘେନା କରିବା ହୁଅନ୍ତୁ। ନ କଲେ ମୁଁ ଅତି ଦୁଃଖିତ ହେବି। ମରଣ ତୁଲ୍ୟ ତ ହେବ, ଅଧିକ କ'ଣ କହିବି? ବାବାଜୀ: ଆମ ପାଇଁ ପ୍ରସାଦ ଆଣିଛୁ? ଆଚ୍ଛା ଆଚ୍ଛା, ତୋର ଏପରି ସୁମତିରେ ଆମେ ଅତି ସନ୍ତୁଷ୍ଟ ହେଲୁ। କିନ୍ତୁ ଆମେ ତୋତେ ଗୋଟିଏ ଗୁପ୍ତ ପ୍ରସଙ୍ଗ ପଚାରିବା। ତୁ ସତ୍ୟ କହିବାର ପ୍ରତିଜ୍ଞା କଲେ ଆମେ ପ୍ରସାଦ ପାଇବା, ନଚେତ୍ ଗ୍ରହଣ କରିବା ନାହିଁ। ପୂଜାରୀ: ମହାରାଜ, ମୁଁ ଯାହା ଜାଣୁଥିବି ଅବଶ୍ୟ କହିବି। ଆପଣ ଭୋଜନରେ ବସନ୍ତୁ, କଥାବାର୍ତ୍ତା ହେବା। ଭୋଜନ ବେଳେ ଗପ ହେଲେ ବଡ଼ ସୁଖ ହୁଏ। ବାବାଜୀ: ସତ? ଆଚ୍ଛା, କ'ଣ ଆଣିଛୁ ଆଣ। ବାବାଜୀ ଭୋଜନରେ ବସିଲାରୁ। ପୂଜାରୀ: ଏ ସ୍ଥାନଟି ଅତି ଉତ୍ତମ, ବଡ଼ ନିରୋଳା। ଲୋକଙ୍କର ଅଧିକ ଗତାୟତ ନାହିଁ। ଆପଣଙ୍କୁ ଭଲ ହୋଇଥିବ। ବାବାଜୀ: ନାହିଁ ବାବା, ତୋରି ଯୋଗେ 2-4 ଲୋକ ଆସି ଆମକୁ ବିରକ୍ତ କଲେଣି। ପୂଜାରୀ: ମୋ ଯୋଗେ କିପରି ମହାରାଜ? ବାବାଜୀ: ତୋ ଉପହାସରେ ଆମର ମହିମା କଥା ଯାହା କହିଥିଲୁ, ଲୋକେ ତାହା ସତ ବୁଝି ଆମଠାକୁ ଆପଣା କାମନା ସିଦ୍ଧି ପାଇଁ ଆସିଥିଲେ। ଭଲା, ଏପରି ମିଥ୍ୟା କଥା କିପରି ରଟାଇ ଦେଲୁ? ପୂଜାରୀ: ମହାରାଜ, ମୁଁ କାହାରିକୁ ଏ ପ୍ରସଙ୍ଗ କିଛି କହେ ନାହିଁ। ଦାମା ସେ କଥା ଊଣା ଅଧିକରେ କାହାରିକୁ କହିଥିବ। ସେ ବ୍ୟକ୍ତି ତହିଁରେ ଆଉ କିଛି ବ୍ୟତିକ୍ରମ କରିଥିବ। ଏହି ପ୍ରକାରେ ସେ କଥା ସତ୍ୟପ୍ରାୟ ହୋଇ ଉଠିଥିବ। ମୂର୍ଖ ଲୋକେ କୌଣସି କଥା ଠିକ୍ କରି ବୁଝିବେ ନାହିଁ, ନା ଠିକ୍ କରି କହିବେ ନାହିଁ। ଝାଡ଼ାବାନ୍ତି ରୋଗ ଉପସ୍ଥିତ ହେଲେ ନାନାଦି ଅସମ୍ଭବ କଥା ବାହାରେ। କାଳସୀମାନେ ଠାକୁରାଣୀ ଲାଗିବାର ଛଟା କରି ନାନାଦି କଥା କହି ଆଚ୍ଛାପଣେ ଉତ୍ପାର୍ଜନ କରନ୍ତି ବା ମାନ୍ୟ ପାଆନ୍ତି। ଖଳ ଲୋକେ କିଛି ଲାଭ ସାରେ ବା କୌତୁକ ଦେଖିବା ପାଇଁ ନାନାଦି ଆଜ୍ଞା ପତ୍ରିକା ବାହାର କରନ୍ତି। ପ୍ରାୟ ସମସ୍ତେ ତହିଁରେ ବିଶ୍ୱାସ କରି ତଦନୁସାରେ କାର୍ଯ୍ୟ କରନ୍ତି।
ଅଜ୍ଞ ଇତର ଲୋକଙ୍କ କଥା ତେଣିକି ଥାଉ। କେତେକ ବାବୁ ଭୟା ମଧ୍ୟ ଏସବୁ ମାନନ୍ତି, କିନ୍ତୁ ମୁଁ ମାନେ ନା। ମୁଁ ଦୁଷ୍ଟ ହେଲେ କ'ଣ ହେଲା? ମୋର ବୁଦ୍ଧି ଅଛି, ସାହସ ଅଛି। ମୁଁ ମୁଦା ଧରି ଏତେ କାଳସୀଙ୍କୁ ଭଣ୍ଡୁର କରି ଦେଇଛି। ବାବାଜୀ, ଲୋକେ ଏପରି ଅବୋଧ ବଡ଼ ଦୁଃଖର ବିଷୟ। ବାବୁଙ୍କର ସବୁ କୁଶଳ ତ? ପୂଜାରୀ, ଆଜି ବାବୁଙ୍କର ଅନନ୍ତ ଶଯ୍ୟା କାଲିକୁ ଯେପରି ହେବ। ଆଜି ସେ ନିଶ୍ଚିନ୍ତ, ଆମେ ନିଶ୍ଚିନ୍ତ। ହଁ, ସବୁ କୁଶଳ। ବାବାଜୀ, ତୋର ଅନ୍ନଦାତାଙ୍କୁ ଉପହାସ କରୁଛୁ? ପୂଜାରୀ, ନାହିଁ, ଉପହାସ କରୁନାହିଁ ଯେ, ମୁଁ କେତେବେଳେ କେମନ୍ତ ଟିକିଏ ରଙ୍ଗରେ କଥା କହିଦିଏ। ବାବୁଙ୍କ ସଙ୍ଗରେ ମଧ୍ୟ ଦୁଃଖ ସୁଖ ପଡ଼େ, ହସ କୌତୁକ ହୁଏ। ଆଚ୍ଛା, ବାବୁ ଯେପରି ଗୁଣବନ୍ତ ସେହିପରି ଶାନ୍ତ ଓ ଦୟାବନ୍ତ। ରାଗ ଅହଙ୍କାର ଟିକିଏ ନାହିଁ। ଆପଣ କି ଗୁପ୍ତ କଥା ପଚାରିବାର କହୁଥିଲେ? ବାବାଜୀ, ସତ କହିବୁଟି କି କପଟ କରିବୁ ତ ନାହିଁ? ପୂଜାରୀ, ନାଇଁ ମହାରାଜ, କପଟ କରିବେ ନାହିଁ। ଏଥର ହୁଡ଼ିଲି ବୋଲିକି ସବୁଥର ହୁଡ଼ିବି? ଲୋକ ଦେଖି ବ୍ୟବହାର କରିବାକୁ ହୁଏ ନା? ବାବାଜୀ, ଲୋକ ଦେଖି ବ୍ୟବହାର କରିବାକୁ ହୁଏ, ଏଥିର ଅର୍ଥ କ'ଣ? ପୂଜାରୀ, ଭଲ ଲୋକ ସଙ୍ଗରେ ଭଲ ବ୍ୟବହାର, ମନ୍ଦ ଲୋକ ସହିତ ମନ୍ଦ ବ୍ୟବହାର। ଯେ ମୋର ମନ୍ଦ କଲା, ମୁଁ ତାକୁ କାହିଁକି ଛାଡ଼ିବି? ମୁଁ ମଧ୍ୟ ତାର ମନ୍ଦ କରିବି। ବାବାଜୀ, ନା ନା, ଏହା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ତୋହର ମନ୍ଦ କଲା ସେ ଦୋଷୀ ହେଲା। ସେ ତହିଁର ଦଣ୍ଡ ଇହକାର ବା ପରକାଳରେ ନିଶ୍ଚୟ ପାଇବ। ତୁ ଯେବେ ତାହାର ମନ୍ଦ କଲୁ, ତୁ ମଧ୍ୟ ସେହିପରି ଦୋଷୀ ହେଲୁ, ସେହିପରି ଦଣ୍ଡ ପାଇବୁ। ତେବେ ତୋର ଲାଭ କ'ଣ ହେଲା? କାହାରି ପ୍ରତି ଅଯଥାର୍ଥ ବ୍ୟବହାର କରିବାର ଉଚିତ ନୁହେଁ। ପୂଜାରୀ, ସତ, ସେତେ ଜ୍ଞାନ ଆମର ନ ହେବାରୁ ତ ଏପରି ଦଶା। ଗୁପ୍ତ କଥାଟି କ'ଣ କହିବା ହେତୁ? ବାବାଜୀ, ତୁ ଗାରେଡ଼ି ବିଦ୍ୟା ଜାଣୁ? ପୂଜାରୀ, ହଁ ମହାରାଜ, ମୁଁ ଆଚ୍ଛା ଜାଣେ। ବାବାଜୀ, ହନୁସିଂହର ଭାର୍ଯ୍ୟାଠୁ ତୁ ଭୂତ ଛଡ଼ାଇଥିବାର ଆମେ ଶୁଣିଛୁ, ତହିଁର ପ୍ରକୃତ କଥା କହନି। ପୂଜାରୀ, ମହାରାଜ, ଷଟ୍କର୍ଣ୍ଣ ମନ୍ତ୍ରଭେଦ ଏପରି ନିଷେଧ ଅଛି, ମୁଁ ତାହା କହିବି ନାହିଁ। ତା ପ୍ରକାଶ ହେଲେ ମୋ ବୃତ୍ତି ମରାଯିବ। ମୋର ଦୋଷ କ୍ଷମା କର। ବାବାଜୀ, ଆମେ ନିଶ୍ଚୟ କହୁଛୁ, ତୋ କଥା କଦାପି ପ୍ରକାଶ କରିବୁ ନାହିଁ। କାଲି ତ ଆମେ ଏଠାରୁ ଚାଲିଯିବା, କହିବା ବା କାହା ଆଗରେ? ପୁଣି ବୃତ୍ତିଟି ଠକ ବୃତ୍ତି, ଆମେ ଏହା ଜାଣୁ। ଏଥିଲାଗି ଷଟ୍କର୍ଣ୍ଣ ମନ୍ତ୍ରଭେଦ ନିଷେଧ ବିଧିଟି ହେଇଛି। ତୁ କିପରି ଠକୁ, ଏତିକି ଜାଣିବାର ଆମର ଇଚ୍ଛା। ତୁ ଯେବେ ପ୍ରତିଜ୍ଞା ଲଙ୍ଘନ କରିବୁ, ତେବେ ଆମେ ଆଉ ଭୋଜନ କରିବୁ ନାହିଁ। ପୂଜାରୀ, ମୁଁ କହୁଛି, ମହାରାଜ ଭୋଜନ କରନ୍ତୁ। ଆପଣଙ୍କୁ ଦୋହି ପରମେଶ୍ୱରଙ୍କର କଦାପି ପ୍ରକାଶ କରିବେ ନାହିଁ। ହନୁସିଂହର ଭାର୍ଯ୍ୟା ସଙ୍ଗେ ମୋର ପ୍ରଣୟ ଅଛି। ମୋର ନାମ ବାହାର ହେବା ସକାଶେ ମୋହରି ଶିକ୍ଷାରେ ସେ ଛଟା କରିଥିଲା। ଗୁଣୀମାନେ ଝାଡ଼ିଲା ବେଳକୁ ସେମାନଙ୍କ ଉପରେ ଚଢ଼ି ବସିଲା। ମୋର ଜଣେ ସଙ୍ଗୀ ଅଛି, ସଙ୍ଗୀ ନଥିଲେ ଗୁଣୀବିଦ୍ୟା ଭଲ ଚଳେ ନାହିଁ। ସେ ହନୁସିଂହ ନିକଟରେ ମୋର ଭାରି ପ୍ରଶଂସା କରିବାରୁ ହନୁ ମୋତେ ଡାକିଲା। ମୁଁ ଯାଇ ତାର ଭାର୍ଯ୍ୟାକୁ ଝାଡ଼ିଲା ମାତ୍ରକେ ସେ ଭଲ ହୋଇଗଲା। ତହୁ ମୋର ଖ୍ୟାତନାମା ହେଲା। ଏବେ ଯେଉଁଠି ଭୂତ ଲାଗିଛି, ଆଗେ ମୋତେ ଡାକରା ପଡ଼ୁଛି। ଭୂତ ତ ମିଛ। ସେମାନେ ଆପଣାର କିଛି ଅଭିପ୍ରାୟରେ ଛଟା କରିଥାନ୍ତି, କଟୁନାସାରେ ଆୟତ୍ତ ହୁଅନ୍ତି। ଛଟା ନଥିଲେ ବାତ ପିତ୍ତ ବା ଅନ୍ୟ କିଛି ରୋଗ ଥାଏ, ମାତ୍ର ଏହା କ୍ୱଚିତ୍ ଘଟେ। ବାବାଜୀ, ତେବେ ତୁ ହିଁ ଭୂତ ହୋଇ ଲାଗିଲୁ? ତୁ ହିଁ ଗୁଣିଆ ହୋଇ ଛାଡ଼ିଲୁ? ଏତିକିରେ ତୋର ନାମ ବାହାରିଲା ନା ଆଉ କିଛି ଉପାୟ କରିଥିଲୁ? ପୂଜାରୀ, ଆଉ କିଛି କରିଥିଲି। ଜଣକୁ 3 ଟଙ୍କା ଦେଇ କରଗତ କଲି। ଖଣ୍ଡେ ଭଙ୍ଗା ଛୁଞ୍ଚି, ନଖ ଓ ଚେରକୁ ବାଳରେ ଗୁଡ଼େଇ ତାକୁ ଦେଇ କହିଲି କି, ଯେତେବେଳେ ମୋ ନିକଟରେ ଅନେକ ଲୋକ ଥିବେ, ତୁ ସେତେବେଳେ ମୋଠାକୁ ଏହାକୁ ଘେନି ଆସିବୁ। କହିବୁ, ପୂଜାରୀ, ଆପଣ କାଲି ଯେ ପାଣି ମନ୍ତ୍ର ଥିଲେ, ସେ ପାଣି ପିଇବାରୁ ଘଣ୍ଟାକରେ ବାନ୍ତି ହୁଏ ଓ ଔଷଧ ମୋ ପେଟରୁ ବାହାରି ପଡ଼ିଲା। ଆଜି ମୋ ଦେହ 12ପଣରେ ଭଲ ହେଇଛି। ମୁଁ ରୋଗ ବୁଝି କେତେ ଔଷଧ କଲି, କିଛି ଧଇଲା ନାହିଁ। ଏହି କିମିଆ ତ ମୋତେ ଖାଉଥିଲା, ଔଷଧ ଗୁଣ କରନ୍ତା କୁଆଡ଼ୁ? ମୋ ପ୍ରାଣ ଉପରେ ପଡ଼ିଲା, ଆପଣଙ୍କ ଯୋଗେ ପ୍ରାଣ ପାଇଲି। ଏହା କହି ମୋତେ ଟଙ୍କାଟିଏ ଦେଇ ଗୋଡ଼ ତଳେ ପଡ଼ିବୁ, ବାକି 2 ଟଙ୍କା ତୋର। ସେ ଠିକ୍ ଏହିପରି କଲା। ଦେଖିବା ଲୋକ ଚକିତ ହୋଇ ମୋର ବଡ଼ ପ୍ରଶଂସା କଲେ। ମୁଣ୍ଡା ବାଜିଗଲା। ବାବାଜୀ, ଆଚ୍ଛା, ବଳି ମହାନ୍ତି ଘରେ ଭୂତର ଉତ୍ପତ୍ତି ବୃତ୍ତାନ୍ତ କହିଲୁ। ପୂଜାରୀ, ବଳି ମହାନ୍ତି ସଙ୍ଗେ ମାଗୁଣି ମହାନ୍ତିର ଭାରି ବିବାଦ। ବଳି ଘରେ ଭୂତ ବା ବୀର ବାରୁତି ଉତ୍ପାତ କରାଇବା ପାଇଁ ମାଗୁଣି ମୋତେ 10 ଟଙ୍କା ଯାଚିଲା। ତହୁ ମୁଁ ବଳିର ଦାସୀକୁ କରଗତ କରି ତାହା ଦ୍ୱାରା ଓ ମୋହର ସଙ୍ଗୀ ଦ୍ୱାରା ତା ଘରେ ନାନାଦି ଉପଦ୍ରବ କରାଇଲି।
ଏଥିମଧ୍ୟରେ ମୋର କପାଳ ସୁଯୋଗକୁ ଦିନେ ରାତ୍ରରେ ବଳିର ବଡ଼ ପୁଅ ନିଦ ବାଉଳା ରୋଗରେ ଅଚେତନ ଅବସ୍ଥାରେ 2 ପା ବାଟ ଚାଲିଯାଇ ଗୋଟିଏ ଗାଡ଼ିଆରେ ପଡ଼ିଯିବାରୁ ତାହାର ଚେତନା ହେଲା। ଏ ରୋଗର ଲକ୍ଷଣ ଏହି ପ୍ରକାର। କିନ୍ତୁ ଲୋକେ ବୁଝିଲେ ଭୂତ ତାକୁ ଉଠାଇ ନେଇ ପଡ଼ିଆରେ ମାଡ଼ିଦେଲା। ବଡ଼ି ବଡ଼ କାତର ହୋଇ ମୋତେ 15 ଟଙ୍କା ଯାଚିବାରୁ ଲୋକ ଦେଖିବାକୁ ପୂଜା କରି କୁକୁଡ଼ା ବଳି ଦେଲା। ଡାକ୍ତରଠାରୁ ଔଷଧ ମାଗି ଆଣି ତାହାର ପୁଅକୁ ଖୁଆଇଲି। ସବୁ କ୍ଷାନ୍ତ ହୋଇଗଲା। ବିଟପି ସ୍ତ୍ରୀଙ୍କ ଯୋଗେ ମଧ୍ୟ ଏହିପରି ଭୂତ ବା ବୀରର ଉତ୍ପାତ ହୋଇଥିଲା। ଜଣେ ବଙ୍ଗାଳୀ ବ୍ରାହ୍ମଣୀ ଆପଣାର ମନ୍ଦ କାମନାର ସୁବିଧା ପାଇଁ ଜନ ଉତ୍ପାଦି ଉପରେ ଭାଙ୍ଗିରେ ରଚନା କଲେ ଯେ ଉଭୟରେ ତାହାର ଘର ଲୋକେ ଜିନ ସକାଶେ ଗୋଟିଏ ଘର ଛାଡ଼ିଲେ। ବର୍ଷକାଳେ ଏହିପରି ଚଳିଗଲା। ଦୈବୀ ଦିନେ ଜିନ ଭୂତ ବିଟ ପୁରୁଷ ସେ ସ୍ତ୍ରୀର ସ୍ୱାମୀ ଦ୍ୱାରା ଧରା ପଡ଼ିବାରୁ ଉତ୍ପାତ କ୍ଷାନ୍ତ ହେଲା। ବାବାଜୀ ଆଉ କ'ଣ ଜାଣୁ କହିଲୁ? ପୂଜାରୀ ମୋର ତ ସବୁ ବିଦ୍ୟା ନେବ, ମୁଁ ଆଉ କରିବି କ'ଣ? ବାବାଜୀ ଆରେ ଆମେ କାହିଁକି ତୋର ବିଦ୍ୟା ନେବା? ଶୁଣିବାକୁ କୌତୁକ ଲାଗୁଛି, କହ କହ। ପୂଜାରୀ ଏ ଦେଶରେ ଉତ୍ତମ ବୈଦ୍ୟ ନଥିବାରୁ ରୋଗ ବିଷୟରେ ଭାରି ଭ୍ରମ ଅଛି। ରକ୍ତପାତ ରୋଗରେ ରକ୍ତବାନ୍ତି ହେଲେ କିମ୍ବା କୌଣସି ବାତ ରୋଗରେ ଦେହରେ ଛୁଞ୍ଚି ମାରିଲା ପରି ଜଣାଗଲେ ଲୋକେ ତାକୁ ବାଣସିଂହାର ବୋଲି ବିଶ୍ୱାସ କରନ୍ତି। ବାତ ବା ମନ୍ଦାଗ୍ନି ରୋଗରେ ରୋଗୀ ଅତି କ୍ଷୀଣ ଓ ଦୁର୍ବଳ ହେଲେ ତାକୁ କେହି ଶୁକ ମଦରଙ୍ଗା ବା କତରାଲଗା କିମିଆ କରିଥିବାର ଲୋକେ ମନେ ମନେ କହନ୍ତି। କୌଣସି ରୋଗ ଚିହ୍ନା ନ ଗଲେ କିମ୍ବା ଚିକିତ୍ସା ଦୋଷରେ କେହି ବିକୃତ ଭାବ ଧଇଲେ ରୋଗୀକୁ କେହି କିଛି ଯାଦୁଟୁଣି କରିଥିବାର ବିଶ୍ୱାସ ହୁଏ। ଏ ସ୍ଥଳେ ଆମର ଉପାୟ ହୁଏ। କୋଉ ସ୍ଥଳେ ଆମ ରୋଗୀ ପେଟରୁ ଯାଦୁ ଔଷଧ ବାହାର କରି ଦେଖାଇ ଦେଉ। ବାବାଜୀ ଏହା କି ପ୍ରକାର ହୁଏ? ପୂଜାରୀ ଟିକିଏ ଚେର ଓ ନଖକୁ ବାଳରେ ଗୁଡ଼େଇ ପୂର୍ବରୁ ପାଟି ମଧ୍ୟରେ ଜାକି ରଖୁ। କିଛି ପୂଜା କରି ରୋଗୀ ପେଟରେ ଛୋଟ ନଳଟିଏ ବସେଇ ମାଡ଼ି ଦେଉ ଓ ନଳ ଉଠେଇ ହଠାତ୍ ଫୁଙ୍କି ଦେଉ। ଫୁଙ୍କି ସହିତ ସେ କୃତ୍ରିମ ଔଷଧ ନଳ ମଧ୍ୟରେ ଯାଇ ତଳେ ପଡ଼େ। ଲୋକେ ବୁଝନ୍ତି ମନ୍ତ୍ର ବଳରେ ଔଷଧ ପେଟରୁ ବାହାରି ପଡ଼ିଲା। କୋଉ ସ୍ଥଳେ କେବଳ ପୂଜା କରୁ, ଏଣେ ଦୈବ ଚିକିତ୍ସା ମଧ୍ୟ ଦେଉଥାଉ। ଦୈବୀ କେହି ଭଲ ହେଲେ ଗୁଣୀର ନାମ ହୁଏ। ମାତ୍ର କେବଳ ଗୁଣୀ ଉପରେ ନିର୍ଭର କରି ଅନେକ ଲୋକ ମରା ପଡ଼ିଛନ୍ତି। କିନ୍ତୁ ଜଣେ ବାବୁଙ୍କୁ ମୁଁ ଭଲ କରିଛି। ତାଙ୍କୁ ଜ୍ୱର ରୋଗରେ ବୈଦ୍ୟ ଅତି ଗରମ ଔଷଧ ଖୁଆଇବାରୁ ଜ୍ୱର ଉଣା ହେଲା। ମାତ୍ର ଗରମ ଯୋଗେ ଅରୁଚି, କଣ୍ଠ ଶୁଷ୍କ, ଦେହର ଦାହ ଇତ୍ୟାଦିରେ ବାବୁ ଶଯ୍ୟାଗତ ହେଲେ। ବୈଦ୍ୟର ବୁଦ୍ଧି ବଣା ହେଲା। ସେ କହିଲା ନାଡ଼ିରେ ଜଳ ନାହିଁ, ଏସବୁ କିମିଆର ଫିସାଦ। ତହୁଁ ବାବୁ ମୋତେ ଡାକିଲେ। ମୁଁ ଗରମ କଥା ବୁଝିପାରିଲି, ମାତ୍ର ତାହା ପ୍ରକାଶ ନ କରି ବାବୁଙ୍କୁ କାଟ ପାଣି ପିଆଇଲି। ମନ୍ତ୍ରା ହଳଦୀ ଲଗାଇବାକୁ ଦେଲି ଓ ପୂଜା କଳସ ଜଳରେ ସ୍ନାନ କରାଇଲି। ଏହି ଶୀତଳ ଉପଚାରରେ ବାବୁ ଭଲ ହେଲେ। ଆହାର ଦୋଷରେ ଅଜୀର୍ଣ୍ଣ ହେଲେ। ଭୋଜନରେ କାହାରି ମନ୍ଦ ଦୃଷ୍ଟି ହୋଇଥିବାର ଓ ବାଇ ଯୋଗେ ଅଥବା ଧାତୁ ଗୁଣେ ପ୍ରସବ ବେଦନା ଅଧିକ ହେଲେ ତାକୁ କେହି ବନ୍ଦିଥିବାର ବିଶ୍ୱାସ ହୁଏ। ଏ ସ୍ଥଳେ ପାଣି ମନ୍ତ୍ରୀ ଦେଉ। ପାଣି ଯୋଗେ ଅବା ସ୍ୱଭାବରେ ଭଲ ହେଲେ ମନ୍ତ୍ରର ନାମ ହୁଏ। ସବୁ ମନ୍ତ୍ର ଏହି ପ୍ରକାର। ମାତ୍ର ସାପ ମନ୍ତ୍ର ସତେ କିଛି ଠିକ୍ ବୋଧ ହୁଏ, କାରଣ ମୁଁ କେବେ କେବଳ ମନ୍ତ୍ର ଯୋଗେ ବିଷ ଉତ୍ତାରିଛି। ବାବାଜୀ ନା ତାହା ମଧ୍ୟ ଠିକ୍ ନୁହେଁ। ତହିଁର କଥା ତେବେ ତୁ ବୁଝିନାହୁଁ। ଯେଉଁ ସ୍ଥଳରେ କେବଳ ମନ୍ତ୍ର ଯୋଗେ ବିଷ ଉତ୍ତରେ ସେ ସ୍ଥଳେ ଆଦୌ ବିଷ ନଥାଏ। ପୃଥିବୀରେ ସର୍ବସୁଦ୍ଧା 265 ଜାତିର ସର୍ପ ଅଛନ୍ତି। ତହିଁ ମଧ୍ୟରେ କେବଳ 58 ଜାତିର ବିଷ ଅଛି। ବାକି ସର୍ପର ବିଷ ନାହିଁ। ବିଷାକ୍ତ ସର୍ପ ମଧ୍ୟ କୁପିତ ନ ହୋଇ କାମୁଡ଼ିଲେ କିମ୍ବା ତାହାରି ବିଷ ଦନ୍ତ ଝଡ଼ି ଯାଇଥିଲେ ବିଷ ଝଡ଼େ ନାହିଁ। ଏପରି ଦଂଶନ ସ୍ଥଳେ କେବଳ ଭୟରେ ଦଂଶିତ ବ୍ୟକ୍ତିକୁ ବିଷ ଜ୍ୱାଳା ଜଣାଯାଏ ଓ କେହି ମୂର୍ଚ୍ଛା ହୋଇପଡ଼ନ୍ତି। ବ୍ରହ୍ମ ଚାପୁଡ଼ା, ଆଉଁସିବା, ଫୁଙ୍କ ଓ ପାଣି ଯୋଗେ ଭୟ ଭାଙ୍ଗେ ଓ ଚେତନା ହୁଏ, କିନ୍ତୁ ମନ୍ତ୍ରର ନାମ ହୁଏ। ପୂଜାରୀ ହଁ ଏଇଟା ହବ, ଠିକ୍ କଥା। ମନ୍ତ୍ରର ବଳ ଥିଲେ ଛାଡ଼ୁ ବିଷ ଝଡ଼ନ୍ତା ନାହିଁ। ନା, କେହି ମରନ୍ତେ ନାହିଁ। ବାବାଜୀ ଆଉ କ'ଣ ଜାଣୁ? ପୂଜାରୀ କଞ୍ଚା କଣିକୁ ଚିରି 2 ଫାଳକୁ ଚିରା ପାଖ ଭିତରକୁ କରି 2 ଜଣ 2 ମୁଣ୍ଡ ଧଇଲେ 2 ଫାଳ ଆପଣା ସୁଖେ ଟାଣି ହୋଇ ମଝିରେ ଲାଗିଯାଏ। ସ୍ୱଭାବରେ ଏହିପରି ହୁଏ, କିନ୍ତୁ ମୁଁ ଏହା କେତେକ ଉପାୟରେ ପ୍ରୟୋଗ କଲେ ଲୋକେ ବୁଝନ୍ତି ମନ୍ତ୍ର ବଳରେ 2 ଫାଳ ଲାଗିଯାଏ। ମାମଲତକାରଠାରୁ ପୂଜା ଖର୍ଚ୍ଚ ନେଇ ମକଦ୍ଦମାର ଅବସ୍ଥା ଦୃଷ୍ଟିରେ ଡିଗ୍ରୀ ହେବାର ସମ୍ଭବ ଦିଶିଲେ ଜୟ ହେବାର କହେ, ନଚେତ୍ କିଛି କଷ୍ଟ ଲେଖିବାର କହେ। ଢାଲ ସୁପାରି ଲଢ଼େଇରେ ଯେତେ କାଣ୍ଡ ହୁଏ ସେସବୁ 2 ଗୁଣୀଙ୍କ ଯୋଗ ସାହାଯ୍ୟରେ ହୁଏ।
ଜାଣିବା ବ୍ୟକ୍ତିର ଯାହାତ ହୁଏ ପଶ୍ଚାତ୍ ବାଣ୍ଟି ଦିଅନ୍ତି। ଏହିପରି ମୁଁ ଯେତେ ଜାଣେ ସେସବୁ କହିଲେ ରାତି ପାଇଯିବ। ଆପଣ ତ ଜାଣନ୍ତି ମନ୍ତ୍ର ଯୋଗେ ଭଲ ମନ୍ଦ କିଛି ହୋଇନପାରେ। ମୁଁ ଅଧିକ କ'ଣ କହିବି? ଏତିକି କହୁଛି, ଏହା ପ୍ରକାଶ କରି ମୋର ଦାନାର ଧଳି ଦେବେ ନାହିଁ। ବାବାଜୀ, କଳିକାଳର ବ୍ରାହ୍ମଣ ଗାୟତ୍ରୀ ଛାଡ଼ି ଗାରଡ଼ି ଶିଖିବାର କଥାଟି ଠିକ୍ ଅଟେ। ପୂଜାରୀ, ମୁଁ ଗାୟତ୍ରୀ ଶିଖି ନାହିଁ କି? ବାବାଜୀ, କ'ଣ ଶିଖିଛୁ କହିଲୁ? ପୂଜାରୀ, ମହାରାଜ, ଆପଣଙ୍କଠାରେ କ'ଣ କପଟ କରିବି? ଗାୟତ୍ରୀ ପଦେ ମନେ ପଡ଼ୁଛି, ପଦେ ମନେ ପଡ଼ୁନାହିଁ। ପିଲାଦିନେ ଗାୟତ୍ରୀ ଓ ପୂଜା ମନ୍ତ୍ରଗୁଡ଼ିକ ଶିଖିଥିଲି। ବର୍ତ୍ତମାନ ଅନେକ ପାସୋରି ଗଲାଣି। ବାବାଜୀ, ତେବେ ଠାକୁର ପୂଜା କରୁ କିପରି? ପୂଜାରୀ, ମାର ତାଳି ଉଠା ଥାଳି, ନାକ କାନ ଶୁଙ୍ଗିଲା ଘଣ୍ଟ ବଜାଇଲେ ହେଲା। ଠାକୁରଙ୍କୁ ବେଶ କରିଦେଲେ ଲୋକ ଦେଖି ପ୍ରେମରେ ଗଡ଼ି ଯାଆନ୍ତି। ମନ୍ତ୍ର କଥା କିଏ ବୁଝୁଛି? ଅନେକ ପୂଜାରୀଙ୍କ ପୂଜା ଏହି ପ୍ରକାର। ବାବାଜୀ, ତୁ ବୃଦ୍ଧ ଠକଟିଏ। ହଁ, ରଜା ଖାଏ ତଣ୍ଡି, କେଳା ଖାଏ ଭଣ୍ଡି। ପୂଜାରୀ, ମୁଁ ଠକ କିପରି? ଗୁଣୀ ବ୍ୟବସାୟ ତ ଏହି ପ୍ରକାର। ମୁଁ ତ ଗୁରୁଠାରୁ ଏହିପରି ଶିକ୍ଷା ପାଇଛି। ଅନ୍ୟ ଲୋକ ପରି ଗୁଣୀ ବିଦ୍ୟାରେ ମୋର ବିଶ୍ୱାସ ଥିବାରୁ ବୀର ସାଧନ କରିବାର ମୋର ବଡ଼ ଇଚ୍ଛା ହେଲା। ତହୁ ମୁଁ ଜଣେ ପ୍ରଧାନ ଗୁଣୀକୁ ଗୁରୁ କଲି। ସେ ମୋତେ ଏହି ପ୍ରକାର ଶିକ୍ଷା ଦେଇ କହିଲେ, ମନ୍ତ୍ର, ଭୂତ, ବୀର, ବାଉତି ସବୁ ମିଛ। ସେପରି ଲୋକଙ୍କୁ କହିବାକୁ ହୁଏ। ମୁଁ ତ ଏକା ନୁହେଁ, ସକଳ ଗୁଣୀଙ୍କର କାଣ୍ଡ ଉଣା ଅଧିକରେ ଏହି ପ୍ରକାର। ଆମେ ତ ବଳେ ବଳେ କାହାରିଠାରୁ ଯାଉନା। ଲୋକେ ଆମକୁ ନେହୁରାଇ କରି ଡାକନ୍ତି। କଉଡ଼ି କ'ଣ କାହାରିକୁ ପିତା ହେଇଛି? ବାବାଜୀ, ଅଜ୍ଞାନତା, ଭ୍ରମ ଓ କୁସଂସ୍କାର ହେତୁ ଲୋକଙ୍କର ଗୁଣୀ ବିଦ୍ୟାରେ ବିଶ୍ୱାସ ଥିବାରୁ ସେମାନେ ଗୁଣୀକୁ ନେହୁରା କରନ୍ତି, ନଚେତ୍ ପଚାରନ୍ତି ନାହିଁ। ତୁ ଯେବେ ଜାଣିଶୁଣି ସେମାନଙ୍କୁ ଭଣ୍ଡିଲୁ, ତେବେ ତୁ ଠକ ହେଲୁ ନାହିଁ? ପୂଜାରୀ, ଏକ ପ୍ରକାର ହେଉଛି। ବାବାଜୀ, ଏ ବୃତ୍ତି ଛାଡ଼ିଦେଲେ ମୋ ନିର୍ବାହ ଚଳିବ କିପରି? ବାବୁଙ୍କଠାରୁ 1.5 ଟଙ୍କା ଦରମା ପାଏ। ସେତିକିରେ କି ମୋ କୁଟୁମ୍ବ ପୋଷାଯିବେ? ଆପଣ ସିନା 3 ଦଉଡ଼ି କାଟି ଦେଇ ବସିଛନ୍ତି, ମୋ ବେକରେ 5 ପ୍ରାଣୀ ବନ୍ଧା। ଏକଥା ପୂଜାରୀ କହିଲା। ବାବାଜୀ, ତେବେ କିଛି ସଦୁପାୟ କରି କଉଡ଼ି ଉପାର୍ଜନ କର, ଅସତରେ ରହନା। ପୂଜାରୀ, ବୁଝିଲ ନାହିଁ କି ମହାରାଜ, ଯେ ସତରେ ରହିଲା ସେ ମରା ପଡ଼ିଲା, ସେ ଅସତରେ ରହିଲା ତାର କଉଡ଼ି ମାଡ଼ି ଗଲା। ବାବାଜୀ, ନା ନା, ଏହା ବଡ଼ ଭ୍ରମ ଅଟେ। ସତ ପଣେ ଭଲ, ଅସତ୍ କାହାର ଭଲ ନୁହେଁ। ଅସତ୍ ଧନ ଫଳେ ବହୁତ, ଯିବାବେଳେ ଯାଏ ମୂଳ ସହିତ। ପୂଜାରୀ, ତାହା ମୁଁ ଜାଣେ ନାହିଁ କି? ସେ ତ ପଛର କଥା। ବର୍ତ୍ତମାନକୁ ଲୋଭ ସମ୍ଭାଳିବାର କଠିଣ। ପୁଣି ମୁଁ ଜାତିରେ ବ୍ରାହ୍ମଣ। ବାବାଜୀ, ତେବେ ଲୋଭ ହିଁ ତୋ ବେକରେ ବନ୍ଧା, 5 ପ୍ରାଣୀ ନୁହେଁ। ଆଚ୍ଛା, କି ଇଚ୍ଛାରେ ତୋର ଲୋଭ ହୁଏ? ପୂଜାରୀ, କିପରି ପଣେ ଲାଭ କରି ସୁଖରେ ରହିବି, ଏହି ମୋର ଇଚ୍ଛା। ବାବାଜୀ, ଏ ଇଚ୍ଛା ମନ୍ଦ ନୁହେଁ, ବରଂ ଗୃହୀଙ୍କ ପକ୍ଷରେ ଏହା ଉଚିତ, କିନ୍ତୁ ଅନ୍ୟାୟ ରୂପେ ଲାଭ କରିବାର ଉଚିତ ନୁହେଁ। କଥାରେ କହନ୍ତି, ଅନ୍ୟାୟରେ କଡ଼ାଏ ନେଲେ କାହାର ନଷ୍ଟ ହୁଏ। ଅତଏବ ପରକୁ ଠକିଲେ ଲାଭ ନାହିଁ, କେବଳ ଅଲାଭ। ମିଥ୍ୟା ପ୍ରବଞ୍ଚନା, ଅପହରଣ ଇତ୍ୟାଦି ଅସତ୍ ଉପାୟରେ ଅର୍ଥଲାଭ ହୁଏ ସତ, କିନ୍ତୁ ପରିଶେଷେ ସେସବୁରୁ ଅନେକ ଅନର୍ଥ ଜାତ ହୁଏ। ସେସବୁ ପାପ ଅଟେ। ପାପର ଅଳିକ ସୁଖ କ୍ଷଣକାଳରେ, କିନ୍ତୁ ତହିଁର ଅସୀମ ଅସୁଖ କାଳ କାଳର। ଯଦି ଲାଭ ଓ ସୁଖର ଇଚ୍ଛା ଅଛି, ତେବେ ଯେପରି ଇହକାଳ ଓ ପରକାଳରେ ଲାଭ ଓ ସୁଖ ହୁଏ, ସେପରି କରିବାର ଉଚିତ। ସଂସାର କେତେ କାଳର? ତୁ ଜାଣି ଗୁଣୀ ବ୍ୟବସାୟରେ କେତେ କାଳ ଆଉ ରହିଥିବୁ? ନାନ୍ୟୁତ୍ରାତଂ ପାତକେଂ ପରଂ। ଅତଏବ ମିଥ୍ୟାରୁ ବଳିପାତକ ନାହିଁ। ଏସବୁ ଛାଡ଼ିଦେଇ ପରିଶ୍ରମ ଓ ଯତ୍ନ କଲେ ସଦୁପଯୋଗରେ ଯଥେଷ୍ଟ ଉନ୍ନତି ଓ ଧନ ଅର୍ଜନ ହୋଇପାରେ। ପୂଜାରୀ, ହଁ, ଏହା ଠିକ୍ କଥା। ଦେଖି ଯେମନ୍ତେ ହେବ, ଆପଣଙ୍କଠାରୁ ଅନେକ ଜ୍ଞାନ ପାଇଲେଣି। ଏହିଠାରେ ଜଗନମୋହନ ଲାଲଙ୍କର ନାଟକ ବାବାଜୀଟି ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେଲା। ରହିଲି, ନମସ୍କାର।